मोर 750 राणी भितर मुझे अति भल पाए आ मो राम को जी सबुठ बेसी भल पाए गुरुदेव से हूँ मोर प्रिय राणी कटे को मागे जन दिए तापर कौशल्या सुमित्रा आ समस्त राणी मन को जनइबी आसुची गुरुदेव। बोलो सर्वे प्रभु राजा रामचंद्र भाई माने ये अति उत्तम विचार ए हिंदू भाई भाई अरे काम करे हम समस्त जानिले अब खुड़ी कहि दउ डी हम घर वाले सब कहि दबो से भाई पूर्ण को स्थापन करिए ना ये पहले के द्वार बड़ करी की तमे जो तम साई पटे जीव हां एना सकाळ भोर भोर समंती की कहि दबो मु तो कहि देबी द्वारे द्वारे पूर्ण कुंभ स्थापन करिबे हां आउ चूड़ा खाई उपास करिबे चूड़ा खाई करे कदली ले जिबे हम शंकर भाई दुकान कदली तांकर दुकान पर नीलाम कर दो काई रखे दे तांकर छेना कदली अछि तांकर नै जे चूड़ा रे पकेई की हां खाई देबे उपास करिबे कहि कहि आउ द्वारे द्वारे सब पूर्ण कुंभ स्थापन करिबे आ तापरे भाई अभिषेक कार्यक्रम शेष होंते आ रजा घर कथा ए हम रजा है ना हमको सुविधा आउ को रहिबा कर छाड़ अरे हमें आउ मधुरे को टेल दिया नहीं जाइलु हां मु जो पेंट शर्ट तैयार चली हां से जो दर्जी अछि एकला मुंडरे हरे मोटू केते टंका नै थला जानिछु आउ से पैसा न बोली हम राजा को कहि देबे पैसा नेले आ कहे ना हां कर छाड़ सब मजूरी छाड़ जमी बाड़ी भूमि न सब छाड़ चल सुनो 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 आसंता काली शुभ मुहूर्त द्वारे द्वारे पूर्ण कुंभ स्थापन करिबे आसंता काली प्रभु रामचंद्र राजा अभिषेक हेबे दूरे ही थाई कौन कहू अरे सुनी लई कौन सुनिलु राम हेबे रजा राम रजा हेबे हां ये तो खुशी रे बता अरे की आनंद कथा कहलु अरे हम एकांतवर्ती 750 रानी रखी से राजा घोषणा करे हां आसंता काली प्राप्त समय घरे घरे द्वारे द्वारे पूर्ण कुंभ बसाइब समस्त उपवास करिब राम राजा रूपे अभिषिक्त हेबे आ तापरे राजा घर कथा आरंभ हो खीरी खिचड़ी खुरमा डालमा खीरी अन्न अरे केते व्यंजन केते व्यंजन अरे आज ठारू परा सब जेते माने पारी करे वाला अछंती हां राजा हमटू कर देने बेन की अरे सेही तो कथा ने मुख्य कथा से ना कहलु काकी आहा तो मो पैसा रहिला तम द्वारे गोटा
ଷଣ୍ଢ ଶୋଇବାକୁ ଢିପ କରିଦେଲ ସେ ଢିପ ବି ସମାନ ହବ ବୁଝିଲୁ କାଲି ବାଲି ପକେଇଦେବି ଆଉ। ସମାନ ହବ ରାଜା ଯେତେ ପ୍ରଜା ଯିବେ ସେଠି ଆଉ ଉଠିକି କଷ୍ଟ କରିକି ଯିବେନି ପାଣି ବୁହାଇବାକୁ ପଡୁଥିଲା। ସେଇଟା ମୁକ୍ତି ହେଇଯିବ ହଁ ରାଜା ପରା ରାମ ହେବେ ଆଏ ବ୍ରାହ୍ମଣ ବୈଦ୍ୟ ପୋଦାତି ପରଜା ୟାରେ ମୁଣ୍ଡରେ ଆଏ ସକଳ ଦେବତା বিচাର କରିନ अरे भाई अरे यार और तो बापा ना कौन रे और तो बापा कौन ନିମେଇ କହୁଛି अरे बापा ना मन नहीं ଖୁସିରେ ପାଗଳ ଯାଇଛି ଆଉ। मन नहीं को बापा को कही दबु राम राजा हेबे हला काली सकाळू ନୂଆ ମଠା ଗାମୁଛା ପିନ୍ଧିକି ଆସିବେ ये या बापा बदला आईजी ହଁ मन नहीं कोई ସେ ଆମ ଗାଁ ନଥିଲା या बापा ना मन नहीं ସେ ଅଯୋଧ୍ୟାରେ ଜନ୍ମ ହେଇନି ଶୁଣେ କାଲି ତ ବାପା କହିଦେବୁ ରାମ ରଜା ହେବେ ଆଉ ସ୍ଥାପନ କରିବ ଚୁଡ଼ା ଖାଇକି କଦଳୀ ଖାଇକି ଉପଦେଶ କରିବ ତୋ ବାପା ମନ ନାକି କହିଦେବୁ ବୁଝିଲୁ ଆରେ ତୁ ଯୋଉ ଆଇଛୁ ତୋ ଭାଗଟା କଣ କହୁନୁ ରାମ ରଜା ହେବେ କର ସମସ୍ତଙ୍କଠୁ ଛାଡ଼ ହବ କର କାହାକୁ କେହି ଦବନି ଆମେ କେତେ ଦୁଃଖ କଷ୍ଟରେ ଚଳୁଥିଲେ କହିଲୁ କର ଦେଇକି ଖାଇବାକୁ ଆମକୁ ଟଙ୍କା ମିଳୁନଥିଲା ସହା ମାଣ୍ଡିଆ ଯାଉ ଆମ୍ବ ଟାକୁଆ କେତେ କମ ଏ ଆମଠୁ ଆଉ ଧନ ସରିବନି ଧନ ସଞ୍ଚୟ କରିବା ଏବେ ପୁରା ପୁରା ପ୍ରସ୍ତୁତ ହବ ବ୍ୟଞ୍ଜନ ହଁ ସେଇ ବ୍ୟଞ୍ଜନ ଖାଇବା ଏବେ ବ୍ୟଞ୍ଜନ ଖାଇବ ଭଜା କ୍ଷୀରି ପିଠା ଆରେ କେତେ କଣ ଖାଇବା ଆଉ ରଜାହାର ଆଉ ଭଲ ଆଉ ସେ ମାଣ୍ଡିଆ ଯାଉ ଯୁଗ ଗଲା ମାଗେ ଦଉ କି ଖାଉଛି ହଁ। ଚାଲ ହଉ ଚାଲ ତୋ ବାପା ମନ ନାଇକି କହିଦବୁ ରାମ ରାଜା ହେବେ ଚାଲ ରେ ଭାଇ ଅତି ଉତ୍ତମ କଥା ଆଏ ବ୍ରାହ୍ମଣ ବୈଷ୍ଣବ ପୋଦାତି ପରଜା ୟାରେ ମୁଣ୍ଡରେ ¡Vamos!
ଏ କଥା ମାନେ ଭାରି ଖୁସି ତାଙ୍କ ଗୋଡ଼ ତ କାହିଁ ବସିଠାରେ ଲାଗୁନି ତାଙ୍କ ପୁତ୍ର ତ ରାଜା ହେଉଛି ନା ମୋ ନାଁ ମନ୍ଥରା ମୁଁ ସୁଖ ଦେଖିପାରେନି ମୋ ଛାତି ଫାଟିଯାଏ ମୁଁ ଯଦି ଦୁଃଖ ଦେଖେଇ ତାହେଲେ ମୋ ଓଠରୁ ହସ ବାହାରେ ତାକୁ ଏମିତି ବୁଲେଇବି ଯେ ଏଇ ସମୟରେ ରାଣୀମା ଏକାକିନି ରାଣୀ ମହଲରେ ଥିଲେ এই আজকে বাবা মু রানী মা কাকু দিবি মাতারা চালিল দাঁড়িয়ে পাতা মারু খায়
କହିପାରିବ ଏଟା ଗୋଟେ କଥା କୁହ ମଥୁରା ଶୁଣିବ କଣ ହେଇଛି? ଶୁଣିବ ଇଆଡେ କି ପାଖକୁ ଆସ ମଥୁରା ଏ ଅସମୟରେ ତମେ ଏ ମହଲରେ କାହିଁକି ମୁଁ କିଛି ବୁଝିପାରୁନି ମଥୁରା ମତେ ଭାରି ଭୟ ହଉଛି କୁହ ମଥୁରା କୁହ ରାଣିଲ ଶୁଣ ବାଣୀ ମୋହର ରାଣିଲ ରାଣିଲ ଶୁଣ ବାଣୀ ମୋହର ରାଣିଲ ରାଣିଲ ମୋ କଥାଟା ଶୁଣ ଏଇଠି ରାତ ପାଇଁ ସକାଳ ହେବ ରାମ ଅଯୋଧ୍ୟାରେ ରାଜା ହୋଇବ ରାତ ପାଇଁ ସକାଳ ହେବ ରାମ ଅଯୋଧ୍ୟାରେ ରାଜା ହୋଇବ ହରିଦିବତର ବଡ଼ଟି ପାଣ ରାଣିଲ ଶୁଣ ବାଣୀ ମୋହର ମଥୁରା ତୁମେ ଏ କଣ କହୁଛ ମଥୁରା ହଁ। କିଛି ବୁଝିପାରୁନି ମଥୁରା କାଲି ପରା ଅଯୋଧ୍ୟାରେ ରାମ ରାଜା ହବ ସେ ପଦା ମାନଙ୍କର ଗୋଟିଏ କଥା କଣ କହିଲ ମଥୁରା କାଲି ରାମ ହୋଇବେ ରଜା ଭୋଜି ଭାତ କରି ମାରିବ ମତା ନା ପଦା ମାନେ ହଁ ମଥୁରା ବିନା ନିଆଁରେ ଏମିତି ଧୂଆଁ କରିବେ ତମ ଦିଅନ୍ତା ଶବ ମଥୁରା। ହବ ମଥୁରା ଶରୀର ଏଠି ଶୁଣ ପଡ଼ିଯିବ ମଥୁରା ଆରେ ଏତେ ଯେ ମନ ଦୁଃଖ କରିବାରେ କଣ ଅଛି ରାଜା ରାଜା ଅଯୋଧ୍ୟାରେ ରାଜା ହବ ଆମେ ତ ଖୁସି ହବା କଥା ମଥୁରା ଏତେ ମନ ଦୁଃଖ କରୁଛୁ କାହିଁକି ମଥୁରା ରାଜା ମୁଁ ସେଇଦିନକୁ ଅପେକ୍ଷା କରିଥିଲି ମଥୁରା ମୋ ପ୍ରିୟ ରାମ ଏ ଅଯୋଧ୍ୟାରେ ରାଜା ହବ ଆଉ ଏ ହସରେ ଖୁସିବାରେ ପ୍ରଜାମାନଙ୍କୁ ପାଳନ କରିବ ମୁଁ ସେଇ କଥା ଭାବୁଥିଲି ମଥୁରା ମୁଁ ସେଇ କଥା କହୁଛି ରାଜା ତମେ ଯୋଉ ଛାତି କୁଣ୍ଡ ମଟା କରିଛ ଆଉ ଚନ୍ଦ୍ରମୁଖୀ ବୋଲାଉଛ ତମରି ସ୍ତ୍ରୀ ଦିନେ ନା ଦିନେ ତମକୁ ଡାଳି ଆସିବ ଜାଣିବା ପାଦେ ବସୁଧାରେ ଲାଗୁନି କାହିଁକି ନା ତୋ ପୁତ୍ର ରାଜା ମଥୁରା, ଏମିତି ମଥୁରା। ଜାଣିବା ମୁଁ କରିବି ତୋ ପୁତ୍ର ଅଯୋଧ୍ୟାରେ ରହିବ ମନ୍ଥରା ଟିକେ ଇଆଡେ ଆସ ମନ୍ଥରା ରାମ କାଲି ରାଜା ହଉଛି ଚାଲ ମନ୍ଥରା ଚାଲ ଯିବା ଚାଲ ମୋ ରାମକୁ ରାଜା ବେଶରେ ଆମେ ସଜେଇ ଦେବା ମନ୍ଥରା ଚାଲ କଣ କହିଲୁ ତୁ ଏତେ ଚିନ୍ତିରେ ଯାଇ ମଜି ପିଲାଟି ନହେଲେ ଦିନରୁ କେତେ ଗେଲରେ ସେ ପଡିଛି ମନ୍ଥରା ମୋ ହାତ ପିଲା ସେ କାହାରି ହାତରୁ ବି ଅନ୍ନଟିଏ ଗ୍ରହଣ କରିନି ମନ୍ଥରା ମୁଁ ସେଇ ଦିନକୁ ଚାହିଁଛି ମନ୍ଥରା ମୋ ରାଜା କେଉଁ ଦିନ ଏ ଅଯୋଧ୍ୟାର ରାଜସିଂହାସନରେ ବସି ଏ ପ୍ରଜାମାନଙ୍କୁ ହସ ଖୁସିରେ ପାଳନ କରିବ ମୁଁ ଟିକେ ସେଇ କଥା ଦେଖିବି ବୋଲି ଭାବୁଛି ମନ୍ଥରା କୁହ ମନ୍ଥରା এইটা কোন সত্য হব মন্থরা এই কথা কোন সত্য হব କିବିର ନାଇଁ ମଝି ରହିରେ ପହଞ୍ଚିଲାଣି ପ୍ରାଣୀ ମାନଙ୍କର କି ଭାବ ପୁତ୍ର ଭକ୍ତି କି ଭାବ ଏ ରାଣୀମା ହଁ ତୁ ନିଜେ ଚିନ୍ତା କରୁଛୁ କି ତୋର ନିଜର ସିଏ କଣ ପୁଅ ନିଜର ପୁରା ତୋର ହଉଛି ଘରୁ ତୁ ରାମ ଚିନ୍ତା ତୁ କରୁଛୁ ହେଲେ ଘରୁ କଥା ପଦରେ ଆଡ଼େଇ ଯାଉଛି ନାଇଁ ମନ୍ଥରା ନାଇଁ ନାଇଁ ହେଇଟି ଶୁଣେ ରାମ ଯଦି ଅଯୋଧ୍ୟାରେ ରାଜା ହବ ଆଉ କୌଶଲ୍ୟା ରାଜା ମାତା ବୋଲାଇବ ଆଉ ତୁ କଣ କରିବୁ ବିପଦ ଆପଦ ବେଳକୁ ରାଣୀ ମା ରାଜାଙ୍କ ସାଥିରେ ଯିବେ ଏଇନା ସୁଖ ବେଳକୁ ତା ପୁତ୍ର ରାଜା ହେବ ଆଉ ତୁ ସୁଖ ଭୋଗ କରିବୁ ଏଇଠି ମନ୍ଥରା এই কথা কোন কিছু কই যাচ্ছ মন্থরা ଚିନ୍ତା କରିକି କହୁଥା রাজা তো বড় পুত্র রাম তো হচ্ছে বড় পুত্র সে হচ্ছে পড়িয়ান সে সমস্ত প্রজাମାନଙ୍କୁ পালন করা তার হচ্ছে ধর্ম শত্রু মুখর সে রক্ষা করিব মন্থরা হ্যাঁ মন্থরা এইটা মোর বড় সৌভাগ্য মন্থরা মোর বড় সৌভাগ্য তোরে সারো ঘটে
ମନ୍ଥରା ତମର ବହୁତ ଆସିଥିଲେ ହେଲେ ତମ ମା ମତେ କାହିଁ ପଠେଇଥିଲେ ସୁଖରେ ଦୁଃଖରେ ମୁଁ ସାଥୀ ହେବି ଜାଣୁ ଜାଣୁ ମୋ ଆଖି ଆଗରେ ତୋ ଭେଳା ଭାସି ଯାଉଛି ମୁଁ ଏଇ ଟାଇମରେ ଚେତେଇ ଦଉଛି କାହିଁ ଘରୁ କଣ ହେଇଛି କି ଘରୁ ଯେତେବେଳେ ଜନ୍ମ ହେଲା ତମେ ସବୁ ପୁତ୍ର ମୁହଁରେ ମାତି ଥାଅ ଘରୁର କପାଳକୁ ଖାଲି ଚାହୁଁଥାଏ ସେ ଖାଲି କହୁଥାଏ କପାଳରେ ଲେଖା ଯାଉଥାଏ ବିଧାତା ଲେଖି ଦେଇଥାଏ ଅଯୋଧ୍ୟାର ରାଜା ଭରୁ ଭରୁ ତମେ ଭରୁ କର ଭରୁକୁ ରାଜା କର ଭର କି କୋଉ ଗୁଣ ନାହିଁ କହିଲୁ ସ୍ୱର୍ଗ ମତ ପାତାଳରେ ଯଦି ସେ ବାଟୁଳି ଧରେ ତାହେଲେ କେହି ତା ହାତରେ ଜିଣିବାର ନାହିଁ ଆଉ ସୁନ୍ଦର ସୁନ୍ଦରରେ କନ୍ଦର୍ପ ଯଦି ତା ଦେହ ସାରା ବୋଳି ହେଇଥାଏ ତାହେଲେ ତା ଲକ୍ଷ କୁଣୁକୁ ବି ସୁନ୍ଦରରେ ପାଇବନି ଭରୁର କି ସୁନ୍ଦର ଆରେ ରାମ ତ ହଉଛି ବଡ ପୁଅ ଏ କନିଷ୍ଠ ଭେଦ କେମିତି ରାଜା ହବ ମନ୍ଥରା ଏକଥା ତୁମେ କେମିତି କହିପାରୁଛ ରାଜା ତମର ଜନ୍ମ ହେବା ପରେ ଏତେ ପାଠ ସାଠ ପଢେଇଥିଲା ଠିକ ଟାଇମରେ ତମେ ମୂର୍ଖ ଭଳିଆ କଥା କହୁଛ ମନ୍ଥରା ତୁ ଭାବୁଛୁ କନିଷ୍ଠ ବଡ ଥାଉ ଥାଉ ସାନ କିପରି ରାଜା ହଁ ମନ୍ଥରା ମୁଁ ତ ସେଇ କଥା କହୁଛି ମୁଁ କହୁଛି ତୁ ଭାବେ ସବୁ ପୁରାଣ ତ ଦେଖୁଛୁ ପୁରାଣରୁ ତୁ ଭାବେ ଦେବତା ଅସୁର ଅଟନ୍ତି ଘୋର ଲୁହନ୍ତି କି ଭଳିଆ କ୍ରୂର ଦେବତା ଅସୁର ସମସ୍ତେ ଘୋର ଲୁହନ୍ତି କି ଭଳିଆ କ୍ରୂର କନିଷ୍ଠ କିପରି ରାଜା ହବ ପୁରାଣ ଶୁଣିଛୁ ମନ ପକେଇଲୁ ଦେବ ଅସୁର ମାନେ ହଉଛି ଜ୍ୟେଷ୍ଠ ଆଉ କନିଷ୍ଠ ହଉଛି ଦେବତା ମାନେ ହେଲେ ସେ ଗୋଟା ବାପ ଦିଟା ମାରୁ ଜନ୍ମ ହେଇଛି ଦିତି ଅଦିତି ଦିତି ଠାରୁ ଜନ୍ମ ହେଲେ ଅସୁର ମାନେ ହେଲେ ଅଦିତିଠୁ ଜନ୍ମ ହେଲେ ଦେବତା ମାନେ ଦେବତା ମାନେ କେମିତି ସ୍ୱର୍ଗପୁର ଯାଇକି ରାଜା ହେଲେ ଇଏ ଜ୍ୟେଷ୍ଠ କେମିତି ତଳେ ରହିକି ପ୍ରଜା ବୋଲାଉଛନ୍ତି ଇଏ ଦେବତା ଅସୁରଙ୍କର ଆଗରୁ ଲାଗି ଯାଇଛି ଆମେ ମଣିଷ ଛାଡ଼ ଏଠାରେ ଚିନ୍ତା କରୁନି ରାମ ଜ୍ୟେଷ୍ଠ ହଉ ପଛେ କନିଷ୍ଠ ଭରତ ହଉ ପଛେ ଭରତ ରାଜା ହବ এইটা মোর চিন্তা করুথা মা রানীমা মন্থরা রানীমা তু যাহা কছু ঠিক কছু মন্থরা ঠিক কହୁছি রানীমা মু ঠিক কହୁছি হেলে হেলে অসময়ে মু কোন করি পারি মন্থরা মু কହୁছি রাজা তো সত্য করেছন্তি রামକୁ রাজা করিবে বেলি হেলে সে তো সত্য সন্ত বছর দায়িত্ব হেলে কিয়ে কিপরি কথা করিব মন্থরা ଏ ମୁଁ ଏ ଅସମୟରେ କଣ କରିପାରିବି
ଲୋକମାନେ କି କରିପାରିବେ? ତମ ରାଜା ସେଇ ବସିକି ସଭା ମଧ୍ୟରେ ମନେ ମନେ ଭାବିଲେ ରାମକୁ ରାଜା କରାଇବେ। ଆମେ ଯଦି ଚାହିଁବା ଆମେ ବି ଆମ ପୁତ୍ରକୁ ରାଜା କରାଇ ପାରିବା। ହେଲେ କେମିତି ମନ୍ଥରା? ରାଣୀମା ତମ ଉଆସକୁ ନିଶ୍ଚିନ୍ତ ଭାବରେ ରାଜା ଆସିବେ। ହେଇଟି ମୁଁ ଏ କଥା କହୁଛି ବୋଲି ତୁ କାହାକୁ କହିବୁ ନାଇଁ ମନ୍ଥରା। କାନ୍ଥ ବାଡରେ ବି କାନ ଅଛି। ତମେ ବସୁଥିବାକୁ ହନେଇଥିବ କିନ୍ତୁ କର୍ଣ୍ଣଟା ଠେକୁଆ ଭଳି ରାଜାଙ୍କ ଆଡେ ଥିବ। କେବେ ହେଲେ ବସୁଥିବାର ମୁହଁ କାଢିବନି। ମନ୍ଥରା ହଁ ଏଇ ସମୟରେ ଗୋଟି ଗୋଟି କରି କହୁଥିବ ଭୁଞ୍ଜେଇ ଭୁଞ୍ଜେଇ ବସୁଥିବାରେ ନୟନ କର୍ଣ୍ଣଟା ରହିଥିବ ରାଜାଙ୍କ ଆଡେ। ସେ ଯେତେ ଯାହା କହୁଥିବେ ବସୁଥିବା କର୍ଣ୍ଣ ଶୁଣୁ ନଥିବ। ସେ ଆସ୍ତେ ଆସ୍ତେ ପୁରୁଷ ମାନେ ଆସିବେ ନାରୀ ପାଖକୁ। ମନ୍ଥରା ଆଉ ସେତିକି ବେଳେ ତୁ ତୋ ମନ କଥା କହିବି ମୁଁ କଣ କହିବି? ଗାଳିମା କିନ୍ତୁ ଘରୁ ରାଜା ହବ। ରାତି ନାପାଇବା ପୂର୍ବରୁ ଏଇ କଥା ଚିନ୍ତା କରିକି ଯେମିତି ହଉ ରାଜାକୁ ତୁ ମନେଇକି ଘରକୁ ରାଜା କରେଇବୁ। ଯାଉଛି ମନେ ପକାଉଥିବ ଯାଉଛି। ଭରତ ଯେପରି ରାଜା ହବ ଏଇ କଥା ଚିନ୍ତା କରିକି ବସୁଥିବାକୁ ମୁଖଟା ପୋତିଥିବ କର୍ଣ୍ଣଟା ରହିଥିବ ରାଜାଙ୍କ ଆଡେ। ଯାଉଛି ମନେ ପକାଉଥିବ ଯାଉଛି। ମୁଁ ଏ କଣ କରିବି? ମନ୍ଥରା ଯାହା କହିଗଲା ଠିକ କଥା କହିଗଲା। ମୋର ପୁତ୍ରକୁ ଆମ ଘରକୁ ଯାଇଛି। ସେ ନଥାଇ ମତେ ନ ଜଣେଇ ରାଜା କରିବାକୁ କେମିତି କହିଦେଲେ? ମୋ ପ୍ରତି ବୋଧେ ହିଂସା କରୁଛନ୍ତି। ନା ମୁଁ ଏତେ ସହଜରେ କାମ କରିବାକୁ ଦେବିନି। ଏତେ ସାହାଯ୍ୟ